ଅମରଦା ଏୟାରଷ୍ଟ୍ରିପ୍ ଭିତ୍ତିପ୍ରସ୍ତର ସ୍ଥାପନ କେବେ? ମୟୂରଭଞ୍ଜ ଜିଲ୍ଲା ତଥା ଉତ୍ତର ଓଡ଼ିଶାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ କେବେ ପୂରଣ ହେବ? ପୂର୍ବରୁ ସରକାରଙ୍କ ଅସହଯୋଗ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ବ୍ରିଟିଶ ଅମଳରୁ ନିର୍ମାଣ ହୋଇ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିବା ଏସିଆ ମହାଦେଶର ସର୍ବବୃହତ୍ ଏୟାରଷ୍ଟ୍ରିପ୍ର ପୁନରୁଦ୍ଧାର ପାଇଁ ଦୀର୍ଘ ବର୍ଷ ଧରି ବିଭିନ୍ନ ସଂଗଠନଠାରୁ ଆରମ୍ଭ କରି ବିଭିନ୍ନ ଦଳ ଦାବି କରି ଆସୁଥିବା ବେଳେ ରାଜ୍ୟର ପୂର୍ବ ସରକାର ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇଞ୍ଜିନିୟର ବିଶ୍ୱେଶ୍ୱର ଟୁଡୁ ସହିତ ପୂର୍ବତନ ବିଧାୟକ ତଥା ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରଚେଷ୍ଟାରେ ମୟୂରଭଞ୍ଜ ଜିଲ୍ଲାର ଆଶଗୋବିନ୍ଦପୁର ବ୍ଲକରେ ଥିବା ଅମରଦା ଏୟାରଷ୍ଟ୍ରିପ୍କୁ କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନାରେ ସାମିଲ କରିଥିଲେ। ଉକ୍ତ ଏୟାରଷ୍ଟ୍ରିପ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଛି ମଞ୍ଜୁରୀ। ଡିଆରଡିଓ ପକ୍ଷରୁ ଓଡ଼ିଶା ସରକାରକୁ ଜମି ଓ ମାପଜୁପ ସହିତ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସିଗ୍ନାଲ ମିଳିଥିଲା। ସରକାରୀ ସ୍ତରରେ ଆଶଗୋବିନ୍ଦପୁର ଏୟାରଷ୍ଟ୍ରିପ୍ ଅମରଦା ଏୟାରଷ୍ଟ୍ରିପ୍ ନାମରେ ଉଲ୍ଲେଖ ରହିଛି। ଏୟାରଷ୍ଟ୍ରିପ୍କୁ ବାସ୍ତବ ରୂପ ଦେବା ପାଇଁ ଡିଆରଡିଓ ପକ୍ଷରୁ ଜମି ହସ୍ତାନ୍ତର ପାଇଁ ଗତ ବର୍ଷ ଅକ୍ଟୋବର ମାସରେ ଉକ୍ତ ଏୟାରଷ୍ଟ୍ରିପ୍ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ପ୍ରତିରକ୍ଷା ବିଭାଗରୁ ବହୁ ପଦାଧିକାରୀମାନଙ୍କ ସହିତ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ବଡ଼ସାହି ବିଧାୟକ ସନାତନ ବିଦୁଳି, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ରାଜ୍ୟ ସମ୍ପାଦକ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉଡ଼ାନ ଯୋଜନାରେ ସାମିଲ ହୋଇଥିବା ଉକ୍ତ ଏୟାରଷ୍ଟ୍ରିପ୍ ରନୱେ ଏସିଆ ମହାଦେଶର ସର୍ବବୃହତ୍ ରନୱେ ହୋଇଥିବା ବେଳେ ପୁନରୁଦ୍ଧାର କାର୍ଯ୍ୟ ସରିବା ପରେ ଏଠାରୁ ବିମାନ ଉଡ଼ିବ, ଯାହା ନେଇ ସମଗ୍ର ମୟୂରଭଞ୍ଜ ଜିଲ୍ଲା ସମେତ ଉତ୍ତର ଓଡ଼ିଶାର ସ୍ୱପ୍ନ ସାକାର ହେବ ବୋଲି ଆଶା ବାନ୍ଧି ବସିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଏୟାରଷ୍ଟ୍ରିପ୍ ପୁନଃନିର୍ମାଣ ଓ ଉନ୍ନୟନ ପାଇଁ ମଧ୍ୟ କେନ୍ଦ୍ର ସରକାର 45 କୋଟି ଟଙ୍କା ମଞ୍ଜୁର କରିଥିଲେ ସୁଦ୍ଧା ଏହା କେଉଁ କାରଣରୁ ଶୀତଳ ଭଣ୍ଡାରରେ ଅଚଳ ହୋଇ ପଡ଼ି ରହିଛି। ତେବେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗ ଅଧୀନରେ ଏହା ରହିଛି। ହେଲେ ଏହି ବୃହତ୍ ପ୍ରକଳ୍ପଟିକୁ କାର୍ଯ୍ୟକ୍ଷମ କରାଇବା ଦିଗରେ ଏ ଜିଲ୍ଲାରୁ ନିର୍ବାଚିତ ନୂତନ ସାଂସଦ ନବଚରଣ ମାଝୀ ଚୁପ୍ ରହୁଥିବାର ନେଇ ସାଧାରଣ ଆଲୋଚନା ହେଉଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ଗ୍ୟାରେଣ୍ଟିକୁ ସାଙ୍ଗକୁ ଡବଲ ଇଞ୍ଜିନ ସରକାର ଜିଲ୍ଲାବାସୀଙ୍କ ପାଇଁ ଫଳପ୍ରଦ ହେବ କି ନାହିଁ ସମୟ କହିବ। ତେବେ ରାଜ୍ୟର ପୂର୍ବ ସରକାର ଅସହଯୋଗ ଯୋଗୁଁ ବିଳମ୍ବ ହୋଇଥିବା ପୂର୍ବରୁ ଅଭିଯୋଗ ହେଉଥିଲା। ଏବେ ଡବଲ ଇଞ୍ଜିନ ସରକାର କ'ଣ କରୁଛି ତାହା ଦେଖିବା ବାକି ରହିଲା। ତେବେ ଏନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମତ ନେବାରୁ କହିଛନ୍ତି ଯେ ବହୁ ଘାତ ପ୍ରତିଘାତକୁ ସାମ୍ନା କରି ଜମି ହସ୍ତାନ୍ତର ସହିତ 45 କୋଟି ଟଙ୍କା ଦିଆଯାଇଥିଲା। ଏ ବାବଦରେ ବିଭାଗୀୟ ମନ୍ତ୍ରୀ ମୁଖ୍ୟ ଶାସନ ସଚିବ ସହିତ କଥା ହୋଇସାରିଛି। ତେବେ ଆଜି ଦାଣ୍ଡୋବସ୍ ବିମାନବନ୍ଦର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ଅମରଦା ଏୟାରଷ୍ଟ୍ରିପ୍ର ଭିତ୍ତିପ୍ରସ୍ତର ସ୍ଥାପନ କେବେ ହେବ ବୋଲି ସମସ୍ତଙ୍କ ମୁହଁରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।